ଓଡ଼ିଶା ପାଇଁ ଗର୍ବ ସାଜିଲେ ଓଡ଼ିଆ ଗାୟିକା ଜ୍ୟୋତିର୍ମୟୀ ନାୟକ। ଏହା ହେଉଛି ଓଡ଼ିଶା ପାଇଁ ଗର୍ବର ବିଷୟ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିବା। ତାଙ୍କର ଜନ୍ମ ରାଉରକେଲାରେ ହୋଇଥିଲା, କିନ୍ତୁ ପରେ ପରେ ସେ ଭୁବନେଶ୍ୱର ବଢ଼ିଛନ୍ତି ଏବଂ ସେଠାରୁ ନିଜର ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ସ୍କୁଲ ଡିପିଏସ୍ କଳିଙ୍ଗରେ କରିଥିଲେ, ତାପରେ କିଟ୍ ୟୁନିଭର୍ସିଟି ଭୁବନେଶ୍ୱରରୁ ବିଟେକ୍ ସାଇନ୍ସରେ ସମ୍ପୂର୍ଣ୍ଣ କରିଥିଲେ। ତାପରେ ହାୟର ଏଜୁକେସନ୍ ପାଇଁ ସେ ଚେନ୍ନାଇ ସ୍କୁଲ ଅଫ୍ ମ୍ୟୁଜିକ୍ ଥେରାପିରେ ସାର୍ଟିଫିକେଟ୍ ହାସଲ କରିଥିଲେ। ଆପଣମାନଙ୍କୁ କହି ରଖିବୁ କି ଜ୍ୟୋତିର୍ମୟୀ ମ୍ୟୁଜିକ୍ ଥେରାପି ଜରିଆରେ କ୍ୟାନ୍ସର ରୋଗୀମାନଙ୍କର ସେବା ମଧ୍ୟ କରିଆସୁଥିଲେ। ସେ ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ ଜିତି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ତାଙ୍କ ପରିବାର ବିଷୟରେ ଯଦି କହିବା, ଜ୍ୟୋତିର୍ମୟୀ ନାୟକ ଏକ ସରଳ ଓ ସଙ୍ଗୀତ ପ୍ରେମୀ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଚକ୍ରଧର ନାୟକ ଓ ମା ଗୌରୀ ନାୟକ ସେ ସବୁବେଳେ ତାଙ୍କର ସ୍ୱପ୍ନକୁ ସମର୍ଥନ କରିଥାନ୍ତି। ତାଙ୍କର ଜଣେ ବଡ଼ ଭାଇ ମଧ୍ୟ ଅଛନ୍ତି। ପରିବାରର ପୂର୍ଣ୍ଣ ସହଯୋଗ ଓ ନିଜର କଠିନ ପରିଶ୍ରମ ବଳରେ ଆଜି ସେ ଇଣ୍ଡିଆନ୍ ଆଇଡଲ୍ ସିଜନ୍ 16ର ବିଜେତା ହୋଇଛନ୍ତି। ଏହା ଓଡ଼ିଶାର ଗର୍ବ ଏବଂ ଓଡ଼ିଶାର ନାମ ଦେଶରେ ଉଜ୍ଜ୍ୱଳ କରିଛନ୍ତି।